এইଠି ଆପଣ ଗ୍ୟାସ୍ ଫ୍ୟାସ୍ ହାଣ୍ଡି କୁଣ୍ଡି ଦେଖି ଭାବୁଛନ୍ତି କି ଯେ ଆମେ ଅଲଗା ହେଇଗଲୁ ବୋଲି? ଯଦି ଭାବୁଛନ୍ତି ତାହେଲେ ପୁରା ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ। ଏସବୁ ଜିନିଷ କ'ଣ ପାଇଁ ଏଠିକି ସିଫ୍ଟ ହେଇଛି। ଏଠି ଦେଖନ୍ତୁ ଉକୁଣି ଖୁଣ୍ଡା ଚାଲିଛି, ମା ପୁଅଙ୍କର ଉକୁଣି ଖୁଣ୍ଡା। ଉକୁଣି ଖୁଣ୍ଡା ସେ ମା ପୁଅଙ୍କର ଚାଲିଛି, ତାଙ୍କର ସେ ତାର ସବୁବେଳେ ଖୁଣ୍ଟେ ଉକୁଣି କାହିଁ ଚାଲିଛି। ଏଇଠି ଦେଖିଦିଏ ଗୋଟେ ଭିଡ଼ିଓରେ ଯେ ମୁଁ ଟିକେ ନାକୁ ମାରିଥିଲି, ଇଏ ଡୁଡୁ ଆମର ସେ ଆସିକି ଟିକେ ସାହାଯ୍ୟ କରିବ କହିକି ଆସିକି ମାରିଦେଉଛି ଆଉ ଟିକେ ଆଉ। ଏ ରୋଷେଇ ଏତିକି ଚାଲିଛି, ଏପଟଟା ପୁରା କମ୍ପ୍ଲିଟ୍ ହେଇସାରିଲାଣି, ଆଉ ବାକି ସବୁ ଚାଲିଛି ଆଉ ଏତିକି ଅଛି। ଘରଟା ଆକ୍ଚୁଆଲି ଚୁଲିରେ ରାନ୍ଧି ରାନ୍ଧିକି ଆମ ଘରଟା ପୁରା ମାନେ କଳା 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 ହେଇଯାଇଛି ସବୁଆଡ଼େ। ଆଉ ଏ ଘରେ ଚୁଲି ରଖାଯିବନି, ଚୁଲି ପାଇଁ ଗୋଟେ ରୁମ୍ କରାଯିବ ବୋଲି ଭାବିଛୁ। ଦେଖନ୍ତୁ ସେଠି ବସିକି କେମିତି ସଫା କରୁଛି। ଆମର ୱାସିଂ ମେସିନ୍ ଯେହେତୁ ନାହିଁ, ପଇସାର ଅଭାବ, ୱାସିଂ ମେସିନ୍ ଆଣିଦେବା ଚାହୁଁନି। ମୁଁ କତ ଶତ୍ରୁ ସେଠି ବ୍ରସ୍ଟା ଥିଲା ପା, କୁତୁରା କଲୁ ସବୁ ଧରିଆ ଖୋଲିକି ଖୋଜିକି ଦେଖନ୍ତୁ ସଫା ହେଉଛି କେମିତିଆ। ମୁଁ ଏଇଥିପାଇଁ ୱାସିଂ ମେସିନ୍ କିଣୁନି, ଚାହିଁନା ଗୋଟେ କିସ୍ତି ଫିସ୍ତି ଧରି ଆସନ୍ତି, ଏଇଥିପାଇଁ କିଣୁନାହିଁ କି ଏଇଟା ମୋଟା ହେଇଯାଉଛି ଦିନକୁ ଦିନ, ମାନେ ଏଠି ଏକ୍ସରସାଇଜ ହବ ଆଉ। ମୁଁ ଆଜି ରୋଷେଇ କରୁଛି ଦେଖନ୍ତୁ ହାଣ୍ଡିରେ, ମୋତେ ଚୁଲି ଧରେଇ ଦେଇଛନ୍ତି, କହୁଛନ୍ତି ତମେ ରୋଷେଇ କର ନହେଲେ ଖାଇବାକୁ ଆଜି ମିଳିବନି। ନା ଏମିତି କହିନାହାନ୍ତି, ମୋ ଇଚ୍ଛାରେ ଟିକେ ମନ ହେଲା ମୁଁ ଟିକେ ରୋଷେଇ କରୁଛି ଆଉ। ଏଇଟା ବର୍ତ୍ତମାନ ସଫା ହବ, ଏଇନା ରଙ୍ଗମରା ସରିଛି, ଏଗୁଡ଼ା ସଫା ବର୍ତ୍ତମାନ ହବ। ଜୋସୁନା ତାର ସଫା କରିବ, ପଡ଼ିନେଇ ତ ଆଉ କ'ଣ। ହଁ ହଁ କଥା ପଡ଼ିଥାନ୍ତୁ। ଦେଖନ୍ତୁ ଆଜି ଆମର ବହୁତ କାମ ଚାଲିଥିଲା ଏପଟେ, ମାନେ ଏଇ ଘରଟା ପୁରା ସଫା ହେଉଥିଲା, ଏଇ ଘର ଭିତର ମାନେ କଲର୍ କରାହେଉଥିଲା, କଲର୍ କରାଯାଇକି ଭିତର ପୁରା ଧୁଆ ଧୋଇ ହେଲା, ସଫା ହେଲା। ସେଥିପାଇଁ ଆମର ଆଜି ପଦାରେ ହିଁ ଭାତ ବସିଥିଲା, ଭାତ ବସି ସାରିଛି, ଘରଟା ପୋଛାପୋଛି କରିଦେଇଥିଲି, ଏବେ ଶୁଖିଯାଇଛି। ଶୁଖିଗଲା ପରେ ଏବେ ମୁଁ ଯାଉଛି ମାନେ ତରକାରୀ ବସେଇବି ସେ ଘର ଭିତରେ। ଦେଖନ୍ତୁ କଲର୍ ହେଇଯାଇଛି, କିନ୍ତୁ କଲର୍ଟା ଭଲସେ ଶୁଖିନାହିଁ। କଢ଼େଇରେ ମୁଁ ତେଲ ପକାଇ ଦେଇଛି, ତେଲ ପଡ଼ିଯାଇଛି ଏବେ। ଦେଖିଦେବା ଏପଟେ ତରକାରୀଟା ବସିଛି, ତରକାରୀଟା ହେଇନାହିଁ। ଏପଟେ ତରକାରୀ ମୁଁ ବସାଇ ଦେଇଛି, ଏପଟେ ମୁଁ ପୋଟଳଟାକୁ କାଟିକି ଭାଜିବାରେ ଲାଗି ପଡ଼ିଛି। ଏକୁଟିଆ ହିଁ କ୍ୟାମେରା ଧରିଛି, ଆଉ ଏପଟେ କଟାକଟି କରିବା ଭିତରେ ଆଉ ଯେତିକି ସମ୍ଭବ ହେଉଛି ସେତିକି ଦେଖାଉଛି। ଗୋଟେ ପୋଟଳଟା କାଲି ନେଇକି ଆସିଥିଲେ 200-300 ଟଙ୍କାର ପରିବା, ଦେଖିଲା ବେଳକୁ ଆଜିକି ପୋଟଳଟା ଟିକେ ମାନେ ପଚିଲା ଭଳିଆ ହେଇଯାଇଥିଲା, ଟିକେ ପଚିଗଲା ଭଳିଆ ହେଇଥିଲା, ସେଥିରେ ପାଣି ବାହାରୁଛି। ଆଉ ସେଟା ନଷ୍ଟ କାହିଁ କରିବା, ଟିକେ ଖରାପ ହେଇଛି, ଖାଇଦେବା ଚିନ୍ତା ଅପେକ୍ଷା। ଦେଖନ୍ତୁ ମୁଁ ସବୁବେଳେ କୁହେ, ଆମେ ତ ସବୁବେଳେ ମାର୍କେଟ ଯାଉଛନ୍ତି, ଆଉ ଯେତେବେଳେ ଯିବା କିଛି କମ୍ ପରିବା ନେଇକି ଆସିବ, ଆଉ ମେଞ୍ଚେ ଆଣିବନି ପଚିଯାଉଛି। କିନ୍ତୁ ଦେଖନ୍ତୁ ଏଇଟା କେତେ, ଏପଟେ ଲେମ୍ବୁ ପଚିଯାଇଛି, ପୋଟଳ ପଚିଯାଇଛି, ବହୁତ ପଚା ଜିନିଷ ବାହାରୁଛି। ପଚା ଜିନିଷ ମାନେ ପରିବା ରେଟ୍ ଯେଉଁଭଳିଆ ହେଲାଣି, ଗୋଟେ ପଚିଗଲେ ପୋଟଳ ମାନେ ଭାରି ବାଧୁଛି। ଏପଟେ ଆମର ପରିବାପତ୍ର ସବୁ ଗଡ଼ୁଛି, ପୋଟଳ ସବୁ ପଚା, ପ୍ରାୟ 250 ଖଣ୍ଡେ ପୋଟଳ ବୋଧେ ମାନେ ପୁରା ପଚିଯାଇଛି। ଆଉ ଧୋଇଲେ ପୁରା ଏମିତି ପାଣି ବାହାରି ଯାଉଛି, ତାକୁ ପକାଇବାକୁ ପଡ଼ିଲା। ଆଉ ଯେତିକି ଟିକେ ଭଲ ଥିଲା ତାକୁ ମୁଁ ଭଜା କରିଦେଉଛି। ଗୋଟେ ଦିନ କାଲି ହଣା ହେଇଥିଲା, ଆଜିକି ପଚିଯାଇଛି। ଦେଖାଯାଉ, ଆଜି ତ ଆଉ ରାତିରେ କଲରା ଖାଇ ହେବନି, ଏ କଲରାଟା କାଲି ଦିନ ପର୍ଯ୍ୟନ୍ତ ରହୁଛି କି ନାହିଁ ଠିକ୍ ନାହିଁ। ଖାଇବୁ? ଭୋକ ହେଲାଣି? ହଉ ମୁଁ ଏଇଠି ନେଇ ଆସିଛି, ଆମ ମା ପୁଅ ଖାଇବୁ ବୋଲି। ଏଇନା ଆସିଲ, ଚାଲ ଖାଇଦେବ, ଚାଲ। ଆଜି ଏତେ କାମ ବ୍ୟସ୍ତ ଯାଇଛନ୍ତି ଯେ ମାନେ ଏବେ ଫେରିକି ଆସିଛନ୍ତି, 4ଟା ବାଜିଲାଣି, ଆଜି ଖାଇନାହାନ୍ତି। ବାପା ରାଗିଗଲ କି? ଦୌଡ଼ିକି ଆସିଲା, ପଚାରିଲା ବାପା ମୋ ପାଇଁ କ'ଣ ଆଣିଛ, ଯେମିତି କିଛି ଆଣିନାହାନ୍ତି, ପଳେଇଲା। ହଁ ଚୁଲିଟା ମୁଁ ରଖିଦେଉଛି ଘର ଭିତରେ, ବର୍ଷା ପକେଇଲା ତ ଆମେ ଏଇନା ଖାଇଲୁ।
4ଟା ବାଜିଲାଣି। ଆଜି ବହୁତ ମାନେ କାମ ଥିଲା ଟିକେ, ଯାଇଥିଲେ ଏବେ ଆସିଲେ, ଏବେ ଖାଉଛନ୍ତି। ସକାଳୁ ଖାଇଲି। ଆଜି ସକାଳୁ ଖାଇନ ନା? ସକାଳେ ଖାଲି ପରଟା ଖାଇଥିଲ। ଆମେ କେହି ଖାଇନଥିଲେ, ଏବେ ଖାଇଲୁ ବା ସବୁ। ତମେ ଯେହେତୁ କାହିଁ ବିଲେଇଟା କାହିଁ ଏ ଗାଡ଼ି ତଳେ ସବୁବେଳେ ବିଲେଇ ବସିକି ରହିଛି। ଏ ବିଲେଇ ଜାଣିଛ ନା କୁକୁରଟାକୁ ଡରେଇ ଦଉଛି। କୁକୁରଟା ଏତେ ବଡ଼ ମାନେ ଜୀବଟା ବିଲେଇକି ହିଁ କରିଦଉଛି। ଆକ୍ଚୁଆଲି ବିଲେଇ ହଉଛି ସେକେଣ୍ଡ ବାଘ ନା? ହଁ ବା, ମୁଁ ଦେଖିନଥିଲି କେବେ। କ'ଣ କମେଣ୍ଟ କରୁଛନ୍ତି? ନାଁଟା କ'ଣ ମନେ ପଡୁନି। ସବୁବେଳେ ଲୋକ କାଳିଆ ଭାଲୁ ଭାଲୁ ଭଳିଆ କ'ଣ ନାଚୁଛୁ ଏଇଟା କହୁଛନ୍ତି। ବହୁତ ଲୋକ କହୁଛନ୍ତି ଭାଲୁ। ଆକ୍ଚୁଆଲି କହିବାକୁ ଗଲେ ଯେଉଁମାନେ କହୁଛନ୍ତି ମାନେ ଭାଲୁ, ସେ କୁହନ୍ତୁ, ସେମାନେ ଜଣେ ଦୁଇ ଜଣ କହୁଛନ୍ତି, କିନ୍ତୁ ଭଲ ପାଇବା ତ ଅଧିକ ଲୋକ ଦେଉଛନ୍ତି ନା। ହଁ ମ ତାଙ୍କ କହିବାର କ'ଣ, ତାଙ୍କ କଥା କ'ଣ। ଆକ୍ଚୁଆଲି ଯଦି ବି ତାଙ୍କୁ ପପୁଲାରିଟି ମିଳୁଛି, ସେ ଭାଲୁ ନାଚ ପାଇଁ ହିଁ ମିଳୁଛି। ଆକ୍ଚୁଆଲି ତାଙ୍କୁ ଡ୍ୟାନ୍ସ ଜଣା ନାହିଁ, ଡ୍ୟାନ୍ସ ବି ଆସେ ନାହିଁ। କେବଳ ଲିପୁ ଗୀତା ଯେମିତି ଡ୍ୟାନ୍ସ କରନ୍ତି, ତାଙ୍କ ପାଖରୁ ଦେଖି ଦେଖି ସେ ଟିକେ ଡେଇଁ ପଡ଼ନ୍ତି। ସେ ତ ସେତିକି ଡେଉଁଛନ୍ତି, ମୋତେ ସେତିକି ଡେଇଁବା ବି ଆସେ ନାହିଁ। ସେମାନେ ଗୋଟେ ଖୁସିରେ ମୁଁ ଡେଇଁ ପଡ଼େ, ମୁଁ ଡେଇଁ ପଡ଼ିଆ। ଗୋଟେ ଖୁସିରେ ସେମାନେ କରନ୍ତି, ସେ ଡେଇଁ ପଡ଼ନ୍ତି ଟିକେ ଆଉ। ସେ ତ ସେତିକି ଡେଉଁଛନ୍ତି, ମୋତେ ସେତିକି ଡେଇଁ ବି ଆସେନି। ଏଇଟା ଗୋଟେ ଖୁସି ଆଉ ଯେଉଁ ଖୁସିଟାକୁ ଆମେ ସେୟାର କରିଦେଉଛୁ, ସେ ଖୁସିକି ନେଇକି ଯଦି କିଛି ଲୋକଙ୍କ ଭଲ ପାଇବା ଆମକୁ ମିଳୁଛି, ସେଥିପାଇଁ ଆମେ କରୁଛୁ ଆଉ, ନା କି? ସେଥିପାଇଁ ଯେଉଁମାନେ ଭାଲୁ କହୁଛନ୍ତି ଦୁଃଖ ଲାଗୁନି ଆମକୁ, କାରଣ ଆମକୁ ତ ଡ୍ୟାନ୍ସ ଜଣା ନାହିଁ ଆଉ, ନା କି? ଆମେ ଯଦି ଡ୍ୟାନ୍ସ ବି ଜାଣିଥାନ୍ତେ ଭଲ, ତାହେଲେ ଆମକୁ ଖରାପ ଲାଗନ୍ତା। ଆମେ ତ ଡ୍ୟାନ୍ସ ଭଲକି ଜାଣିନାହାନ୍ତି ନା। କୁହନ୍ତୁ, ଆଉ ଭଗବାନ ତ ଆମକୁ ଭାଲୁ କଲର୍ ଦେଇଛନ୍ତି, ଆଉ କାଳିଆ ଭାଲୁ କୁହନ୍ତୁ, ଆମକୁ ଦୁଃଖ ନାହିଁ, କାରଣ ଭଗବାନ ଆମକୁ ସେଇ କଲର୍ ଦେଇଛନ୍ତି। ଆମେ କ'ଣ କରିବୁ? ଆଜ୍ଞା, ଲୋକ ତାଙ୍କ ବାଟରେ ସେ ଲୋକ ବହୁତ କଥା କହିବେ। ଲୋକ କେବଳ କଥା କହିଦେଇ ପଳେଇବେ, କିନ୍ତୁ ଆପଣଙ୍କୁ ହିଁ କେମିତି ଆପଣ ଆଗକୁ ବଢ଼ିବେ, ସେଇଟା ଆପଣ ହିଁ ଡିସିସନ୍ ନେବେ, ନା କି? ଲୋକ କହିଦେବେ, ତାଙ୍କ ବାଟରେ ପଳେଇବେ। ଲୋକ ଦେବେ ନା ନେବେ? 100 ଜଣ ଲୋକରେ ଯଦି 2 ଜଣ କହିଦେଲେ, ଖରାପ ଭାଷା କହିଦେଲେ କି ଭାଲୁ କହିଦେଲେ କ'ଣ ତାଙ୍କ ଦେଖେ ଦେବ? 98 ଲୋକଙ୍କୁ ଦେଖିବୁ ନା। ସବୁବେଳେ ମାନେ ମଣିଷ ଚାଲିଲା ବେଳେ କିଛି ଲୋକ ପଛ ଆଡ଼େ କୁହନ୍ତି, କିଛି ଲୋକ ଆଗ ଆଡ଼େ କୁହନ୍ତି, ନା କି? ଲୋକ ତ ସବୁଠି ରହିବେ, ଆଉ ସେମାନଙ୍କ କଥାକୁ ଧରିଲେ ହିଁ ଆଉ ଆଗକୁ ପାଦ ବଢ଼ିପାରିବନି, କି ଆପଣ ଆଗକୁ ଚାଲିପାରିବେ ନାହିଁ। ତେଣୁକରି କାହା କଥା କିଛି ନ ଶୁଣି ନିଜ ଲକ୍ଷ୍ୟରେ ପହଞ୍ଚିବାର ଅଛି। ନିଜ କାମ ନିଜେ କରିବାର ଅଛି। ଭଲ କାମ କରିବାର ଅଛି, ହଁ କି ନା? ସମାଜକୁ ଭଲ। ଆଉ ଗୋଟେ ଆଣୁ ତରକାରୀ, ଟିକେ ଆଣୁ। ତରକାରୀ ଏତିକି ଲାଷ୍ଟ ଆଉ ନାହିଁ ନା, ଚଳେଇଦେବା ଆଉ। ତମ ପାଇଁ ସେତିକି ଥିଲେ ତମ ପାଇଁ ନେଇ ଆସିଥିଲି ଆଉ। ଭାତ ଚୁଲିରେ ବସେଇଲେ ନା କୋଉଠି? ଭାତ ଚୁଲିରେ ବବି ବସେଇ ଦେଇଥିଲା। ତାପରେ ରୁମ୍ଟା ଟିକେ ଶୁଖିଗଲାଠୁ ମୁଁ ଗ୍ୟାସ୍ଟା ଟେକିକି ନେଇ ସେ ଘରୁ ତରକାରୀ କଲି ଆଉ। ତରକାରୀ କଲି ପୋଟଳ। ତମକୁ ମୁଁ କହୁଛି, ଆମେ ସବୁବେଳେ ମାର୍କେଟ ଯାଉଛନ୍ତି, ତମେ ପରିବା ସବୁ କମ୍ ଆଣିବ ହେଲା। 1-2ଟା ପ୍ରକାର ଆଣିବ, ଆମର ଖାଇସାରିଲେ ଆଉ କିଛି ଆଣିବା ପରିବା। ଆମ ପରିବା ଗୁଡ଼ା ପଚି ଯାଉଛି। ପୋଟଳ ଗୁଡ଼ା ବହୁତ ପଚି ଯାଇଛି ବା। 250 ପୋଟଳ ପଚାଇ, ତଥାପି ପୋଟଳ ଗୁଡ଼ା ଖାଇଲା ବେଳକୁ ଟିକେ ଟିକେ ମାନେ ଯେମିତି ପାଣିଆ ହେଇଯାଏନି ନା, ଚିପିଦେନେ ପାଣି ବାହାରି ପଡ଼େ, ପଚି ଯାଇଥିବ, ସେଗୁଡ଼ା ଟିକେ ଟିକେ ହେଇଥିଲା। ମୁଁ ତ ଭାଜି ଦେଇଛି, ପଇସା ଦେଇକି ଅଣା ହେଇଛି ନା। ପରିବା ରେଟ୍ ଯେଉଁଭଳିଆ ହେଲାଣି, ଗୋଟେ ପରିବା ପଚିଗଲା ବେଳକୁ ଭାରି ବାଧୁଛି। ଆଉ ଏତେ ପରିବା ଆଣିବନି ହେଲା, କାରଣ ଆମର ପଇସା ପତ୍ର ଭାଇ ଭଉଣୀ ପଚାରୁଛନ୍ତି ଯେ ଭାଉଜ ତମର କେତେ ଜଣ ଭାଇ ଭଉଣୀ? ହଁ, 2 ଜଣ ପଚାରିଛନ୍ତି କାଲି, କେତେ ଜଣ ଆମର ଭାଇ ଭଉଣୀ ନା ଭଉଣୀ କେତେ ଜଣ? ଆମେ ଆଜ୍ଞା 5 ଭଉଣୀ, ମୁଁ ହେଉଛି 2 ନମ୍ବର। ନା 5 ଜଣ ବା, ତମେ ବି ଡାଉଟ। ଆମେ ଆଜ୍ଞା 5 ଭଉଣୀ, ମୋର 1 ଭାଇ। ମିଶିକି ସବୁ ଆମେ ହେଲୁ 6 ଭାଇ ଭଉଣୀ, ମୋର 1 ଭାଇ, ଆମେ 5 ଭଉଣୀ ଆଉ। ମୁଁ ହେଉଛି 2 ନମ୍ବର।
ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର କରିବାକୁ ବିଲକୁଲ ବି ଭୁଲିବେ ନାହିଁ। ଆଉ ସବସ୍କ୍ରାଇବ୍ ବି ମଧ୍ୟ କରିବେ। ରଖୁଛୁ, ପୁଣି ଦେଖାହେବ ଆଉ ଗୋଟିଏ ଭିଡ଼ିଓରେ, ଆଉ ଗୋଟେ ବ୍ଲଗ୍ ନେଇ ଆସିବୁ ପୁଣି ଆସନ୍ତାକାଲି। ନମସ୍କାର, ଜୟ ଜଗନ୍ନାଥ।